শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত চতুর্থ স্কন্ধ একবিংশ অধ্যায়। ପୃଥୁ ପ୍ରଜାଙ୍କୁ ଉପଦେଶ ଦିଅନ୍ତି ବର୍ଣ୍ଣେ ଏକବିଂଶ। ମୈତ୍ରେୟ ଉବାଚ ପୁରେ ପ୍ରବେଶ ନର ସାଇଁ, ଯେ ପୁର ମୁକ୍ତା ତାମେ ସହି ସୁବର୍ଣ୍ଣ ତୋରଣ ଦୁକୁଳେ ସୁଗନ୍ଧ ଧୂପ ପୁଷ୍ପମାଳେ ଚନ୍ଦନ ଅଗୁରୁ ଜଳରେ ସିଞ୍ଚିତ ଦାଣ୍ଡ ଗଣାରେ ପୃଥୁବୀ ଜୟ ନିଜ ପୁର। ସେ ପୁର ଅତ୍ୟନ୍ତ ସୁନ୍ଦର ମୁକୁତା ମାଳ ଲମ୍ବେ ତହିଁ ଦିବ୍ୟ କୁସୁମେ ଶୋଭା ପାଇ ସୁବର୍ଣ୍ଣ ତୋରଣ ତହିଁରେ ଧୂପ ସୁଗନ୍ଧ ମନୋହରେ ଚନ୍ଦନ ଗୁରୁରେ ମିଶି ତୋଷେ ସିଞ୍ଚନ୍ତି ପ୍ରଜାସି ଫଳ ତଣ୍ଡୁଳ ଦୁର୍ବାକ୍ଷତେ ପୂଜନ୍ତି ଦୀପ ଘେନି ହସ୍ତେ କଦଳୀ ସ୍ତମ୍ଭ ପୁଗ ପୋତେ ତରୁ ପଲ୍ଲବ ମାଳା ଜୁତେ ସେ ପୁର ଅଟେ ଅଳଙ୍କୃତ ମଙ୍ଗଳ ଚିହ୍ନ ଯେ ସର୍ବତ୍ର ପ୍ରଜାଏ ଦୀପାବଳି କର ଆବର ଯେ ଦ୍ରବ୍ୟ ମଙ୍ଗଳ ଉଜ୍ଜଳ କନ୍ୟା ଗଣ ମେଳେ ଦିବ୍ୟ କୁଣ୍ଡଳ କର୍ଣ୍ଣେ ଲୁଳେ ମିଳିଲେ ରାଜାର ଅଗ୍ରତେ ପୂଜାର ବଳି ଘେନି ହସ୍ତେ ଶଙ୍ଖ ଦୁନ୍ଦୁଭି ବାଦ୍ୟନାଦ ଋତୁ ଯେ ପଢ଼ନ୍ତି ଯେ ବେଦ ସ୍ତୁତି କରନ୍ତି ସର୍ବେ ମିଳି ସ୍ତ୍ରୀ ଦିଅନ୍ତି ହୁଳହୁଳି ଭୁବନେ ବିଜେ ନୃପବର ସର୍ବତ୍ର ତେଜି ଅହଙ୍କାର ସେ ପୁରେ ମହାନ୍ତ ଯେ ଥିଲେ ପୂଜିତ ହୋଇ ପୂଜା କଲେ ସେ ପୃଥୁଏ ରୂପେ ନାନାଦି କୁଶଳ କର୍ମ କୁସମ୍ପାଦି ଅବନି ମଣ୍ଡଳ ପାଳନ କରି ନିର୍ମଳ ଯଶ ପୂର୍ଣ ରଖି ମହିରେ ଅନ୍ତକାଳେ ପରମ ପଦେ ସେ ପଶିଲେ ସୁତ ଉବାଚ କହନ୍ତି ସୁତ ପୌରାଣିକ ଶୁଣ ହେ ମୁନି ସୌନକ ସେ ଆଦି ରାଜା ପୃଥୁ ଯଶ ଅଶେଷ ଗୁଣ ଯେ ପ୍ରକାଶ ସେ ଯଶ ମହାଭାଗବତ ବିଦୁର ଶୁଣି କୃତକୃତ୍ୟ ମୈତ୍ରେୟ ମୁନିଙ୍କୁ ପୂଜିଣ ପୁଚ୍ଛଇ ପଡ଼ିଣ ଚରଣ। ବିଦୁର ଉବାଚ ସେ ପୃଥୁବୀ ପ୍ରଙ୍କରେ କରି ରାଜ୍ୟ ହୋଇଲେ ଦଣ୍ଡଧାରୀ ଅଶେଷ ଦେବଗଣଙ୍କର ପୂଜା ପାଇଲେ ନୃପବର ବିଷ୍ଣୁର ଅଂଶ ଧରିତେ ଯେ ଭୂମି ଦୁହିଁଲେ ବେନି ଭୁଜେ ଯାର ବିକ୍ରମ ଅବଶେଷ
ଉଚ୍ଛିଷ୍ଟ ଭୁଞ୍ଜନ୍ତି ନରେଶ ଏ ଲୋକପାଳ ଆଦି ଯେତେ ଅଦ୍ୟାପି ଅଛନ୍ତି ନିଶ୍ଚିତେ ସେ ପୃଥୁ ରାଜା କୀର୍ତ୍ତି ପୁଣି କେ ଅବା ସେ କଥା ନ ଶୁଣି ଏଣୁ ତା ଶୁଦ୍ଧ କର୍ମ ଯେତେ କହେ ମୁନି ମୋ ଅଗ୍ରତେ ଆନନ୍ଦେ ମୈତ୍ରେୟ ମୁନି କହନ୍ତି ହରି ଭାବ ଘେନି ମୈତ୍ରେୟ ଉବାଚ ଶୁଣ ବିଦୁର କୁରୁ ବୀର ଚରିତ ପୃଥୁରାଜନର ଗଙ୍ଗା ଯମୁନା ମଧ୍ୟେ ପୁର ଭିଆଇ ରହି ପୃଥୁବୀର ପ୍ରାରବ୍ଧ କର୍ମ କ୍ଷୟ ପାଇଁ ଭୋଗ ଭୁଞ୍ଜନ୍ତି ନର ସାଇଁ ଶପଥ ଦୂପେ ଏକ ଦଣ୍ଡ ଧରେ ସେ ନୃପତି ପ୍ରଚଣ୍ଡ ବ୍ରାହ୍ମଣ ବୈଷ୍ଣବରୁ ଅନ୍ୟ ଆଜ୍ଞା ଲଙ୍ଘନ୍ତା ନାଇଁ ଜନ ଏକ ସମୟେ ମହାସତ୍ର ଆରମ୍ଭ କଲେ ବେଣ ସୁତ ତହିଁ ପ୍ରବେଶ ଦେବଗଣ ଦେବର୍ଷି ରାଜ ଋଷିମାନ ସେ ଯୋଗ୍ୟ ଯେମନ୍ତ ପୂଜାକୁ ସେ ରୂପେ ପୂଜି ପୃଥୁ ତାଙ୍କୁ ଭିଆଇ ତହିଁ ମହାସଭା ରାଜା ତୁରିତେ ହେଲେ ଉଭା ଦିଶଇ ତାରା ଗଣ ମାଝେ ସୁଧାଂଶୁ କିୟ ବା ବିରାଜେ ଗୌର କାନ୍ତି ମନୋହର ସୁନ୍ଦର ବଦନ ମଣ୍ଡଳ ଲମ୍ବ ପୃଥୁଳ ବେନି ଭୁଜ ପଦ୍ମରୁଣ ଚକ୍ଷୁ ତେଜ ସୁନାସା ମୁଖ ଦନ୍ତ ପନ୍ତି ସ୍ମିତ ଧରେ ଶୋଭାଅତି ବିସ୍ତାର ବକ୍ଷ କମ୍ରୁ ଗ୍ରୀବ ସୁନ୍ଦର ବିଶାଳ ନିତମ୍ବ ଉଦରେ ତ୍ରିବଳି ବିରାଜେ ଅଶ୍ୱତ୍ଥ ପତ୍ର ଶୋଭା ଗଞ୍ଜେ ଆବର୍ତ୍ତ ନାଭିଷୁ ଗଭୀର ବିରାଜେ ମଧ୍ୟ ଦେଶେ ତାର ହେମସ୍ତମ୍ଭ କି ଉରୁ ଯୁଗ ଉନ୍ନତ ଅଗ୍ରପାଦ ଯୁଗ ଅଳପ ବକ୍ର କୃଷ୍ଣ କେଶ ଦୁକୁଳ ଶୋହେ କୋଟି ଦେଶ କନ୍ଧେ ଉତରି ଯଜ୍ଞ ସୂତ୍ର କୃଷ୍ଣ ଜିନ କୁଶହସ୍ତ ନିୟମେ ଛନ୍ତି ନରପତି ତେଣୁ ଭୂଷଣ ନ ଧରନ୍ତି ତଥାପି ଦିବ୍ୟ ଶୋଭା ଦେହେ ଦେଖନ୍ତା ଜନ ମନ ମୋହେ ଶିଶିର ସ୍ନିଗ୍ଧତାରା ପ୍ରାୟ ନୟନେ ଚାହିଁ ନର ରାୟ ବଚନ କହନ୍ତି ମଧୁର ସରଳ ଅର୍ଥ ସୁଗମ୍ଭୀର ପୃଥୁବାଚ ଡାକିଣ କହନ୍ତି ରାଜନ ଶୁଣିମା ହେଉ ସଭାଜନ ଆଶିଷ ଯେତେ ସାଧୁ ଜନେ ମନ ନିବେଶ ମୋ ବଚନେ ମୋହର ମନେ ଯେବା ଅଛି ମୁଁ ତାହା ପ୍ରକାଶି କହୁଛି ରାଜତ୍ୱ କର୍ମେ ଧାତା ମୋତେ ସର୍ଜନା କଲା ଏ ଜଗତେ ପ୍ରଜାଙ୍କ ରକ୍ଷା କର୍ତ୍ତା ମୁହିଁ ପ୍ରଜା ପୋଷଣେ ବୃତ୍ତି ଦେଇ ପ୍ରଜାଙ୍କୁ ରଖଇ ଧର୍ମରେ ଅଧର୍ମେ କେହି ନ ପ୍ରଚରେ ଏ ରୂପେ ପ୍ରଜାକୁ ଯେ ପାଳେ ସୁଗତି ଲଭେ ଅନ୍ତ କାଳେ ପ୍ରଜାଙ୍କୁ କଲେ ସୁରକ୍ଷଣ ତୁଷ୍ଟ ହୁଅନ୍ତି ନାରାୟଣ ଯାହାକୁ ସନ୍ତୋଷ ମୁରାରି ଯେ ପ୍ରାଣୀ ଭବୁ ଯାନ୍ତି ତରି ଯେ ପ୍ରଜା ଠାରୁ କର ନିଅନ୍ତି ପ୍ରଜାଙ୍କୁ ଧର୍ମ ନ ଶିଖାନ୍ତି ପ୍ରଜାଙ୍କ ପାତକ ଘେନନ୍ତି ଅନ୍ତେ ନରକେ ଯେ ପଡ଼ନ୍ତି ଏ ଘେନି କହି ପ୍ରଜାଙ୍କୁ ଭୟ ରଖିବ ଧର୍ମକୁ ମୋ ତହୁଁ ଧର୍ମ କର ଶିକ୍ଷା ମୋ ପର ଲୋକ ହେଉ ରକ୍ଷା ପର ନିନ୍ଦାକୁ ପରିହରି
ହରିଙ୍କି ଭଜ ଦୃଢ଼ କରି ମୋଠାରେ ଅନୁଗ୍ରହ ଯେବେ ହରିଙ୍କି ସେବା କର ତେବେ। ହେ ଦେବ ପିତୃ ଋଷି ଗଣେ ଯେତେ ଆସିଛ ସଭାସ୍ଥାନେ ସକଳେ ଅନୁମତି କର ପ୍ରଜାଙ୍କୁ ଶିକ୍ଷା ଦିଅ ମୋର। ବୋଲିବ ଅବା କିମ୍ପା କର୍ମ କରିବୁ ହରି ସମର୍ପଣ। ଶୁଣ ଏଥକୁ ମୋର ଗୀର ହେ ମାନ୍ୟ ଜନେ ହୋଇ ସ୍ଥିର। ଦେବ ଆଜ୍ଞାରେ କର୍ମ କରି ଦିଅନ୍ତି ତାର ଫଳ ହରି। ପରମେଶ୍ୱର ଯଜ୍ଞପତି ଉତ୍ତମ ଜନଙ୍କ ସମ୍ପତ୍ତି। ଅଛ ଇହ ପରେ ଜାଣ ବିଚିତ୍ର ଭୋଗ ସ୍ଥାନ ମାନ। ନଥିଲେ ଫଳଦାତା ଏକ କି ରୂପେ ପାଇବ ତା ଲୋକ। ବୋଲିବ ଅବା ଏଥି ପୁଣ ବିଚିତ୍ର ସ୍ୱକର୍ମ କାରଣ। ଶୁଣ ଏଥକୁ ଦେଇଛି ତ ମହାନ୍ତ ମାନଙ୍କର ମତ। ଯେ ସ୍ୱୟଂଭୁବ ମନୁବର ଉତ୍ତାନ ପାଦ ଧ୍ରୁବ ଆର। ଯେ ରାଜ ଋଷି ପ୍ରିୟ ବ୍ରତ ଅଙ୍ଗ ନୃପତି ପିତୃତାତ। ବ୍ରହ୍ମା ଶଙ୍କର ଆଦି ଯେତେ ପ୍ରହ୍ଲାଦ ବଳି ସର୍ବମତେ। ଶ୍ରୀ ଗଦାଧର କର୍ମ ଫଳ ଦେବାକୁ ସମର୍ଥ କେବଳ। ତ୍ରିବର୍ଗ ସ୍ୱର୍ଗ ଅପବର୍ଗ ଯେ ସାଧ୍ୟ ଅଛି ଭୋଗ୍ୟା ଭୋଗ୍ୟ। ସେ ପ୍ରଭୁ ପରମ ଈଶ୍ୱର ଦିଅନ୍ତି ସର୍ବକର୍ମ ଫଳ। ମୃତ୍ୟୁଙ୍କ ନାତି ଆମ୍ଭ ତାତ ଧର୍ମ ବିଚାରେ ବିମୋହିତ। ସେପରି ଯେବା ଅଭାଗୀନ ମାନନ୍ତି ନାହିଁ ଭଗବାନ। ହରିଚରଣ ପଦ୍ମଜାତ ସରିତ ପରାଏ ସାକ୍ଷାତ। ତାର ଚରଣ ସେବା ରୁଚି ସକଳ ଯିବେ କରେ ସୂଚି। ଦିନକୁ ଦିନ ବୃଦ୍ଧି ପାଏ ମନର ମଳ ନାଶ ଯାଏ। ମନର ମଳ ନାଶ ଗଲେ ବୈରାଗ୍ୟ ବିଜ୍ଞାନର ବଳେ। ଲଭି ଶ୍ରୀ ହରି ପାଦ ମୂଳ ନ ପାଏ ପୁଣ ଏ ସଂସାର। ଏ ଘେନି ସର୍ବେ ହରି ଭଜ ବିଷୟ ବାସନା ପ୍ରତେଜ। ତାହାଙ୍କ ଚରଣ ଅମ୍ବୁଜ ଅଶେଷ କାମ ଲାଭ ବୀଜ। କପଟ ଭାବ ପରିହରି ଯେ ବାଜେ ମନ୍ତ ଅଧିକାରୀ। ଆପଣା ବର୍ଣ୍ଣାଶ୍ରମ ମତେ ହରିଙ୍କି ଭଜ ବିରତେ। ସେ ହରି ଆତ୍ମଜ୍ଞାନ ଘନ ତହିଁକି ନାହିଁ ବିଶେଷଣ। ଗୁଣ ବିହୀନ ସେହୁ ଯେବେ ତଥାପି ନାନା ରୂପ ଲଭେ। ଯେ ହୋମ ଦ୍ରବ୍ୟ କ୍ରିୟା ଗୁଣ ଅବଘାଦାତି ମନ୍ତ୍ର ପୁଣ। ଅଙ୍ଗ ସାଧ୍ୟ ଯେ ଉପକାର ସଂକଳ୍ପ ପଦାର୍ଥର ସାର। ଜ୍ୟୋତିଷ୍ଠ ମାଦି ନାମ ଧରି ପ୍ରକାଶ ଯଜ୍ଞ ରୂପେ ହରି। ଯଜ୍ଞରେ ଯେବା ଫଳ ହୋଏ ସେ ଫଳ ତହୁଁ ଭିନ୍ନ ନୋହେ। ଯେ ଦେହେ ଚେତନା ରୂପରେ ଅଛନ୍ତି ସକଳ ଶରୀରେ। ଯେହ୍ନେ ଅନଳ ସମିଧରେ ଏକ ସେ ନାନା ରୂପ ଧରେ। ସେ ରୂପେ ହରି ଦେହେ ଥାନ୍ତି କର୍ମର ଫଳ ସେ ଭୁଞ୍ଜନ୍ତି। ସେ ହରି ସର୍ବଗୁରୁ ପର ସର୍ବଦେବତା ଅଧୀଶ୍ୱର। ଯେ ପ୍ରାଣୀ ସେ ପାଦେ ଭଜିଲା ସେ ମୋତେ ଅନୁଗ୍ରହ କଲା। କ୍ଷମା ତପସ୍ୟା ବିଦ୍ୟା ବଳେ ଉଜ୍ଜଳ ଯେଉଁ ଦ୍ୱିଜ କୂଳେ। ଅପରେ ମହାସାଧୁ ଧୀର ବିଷ୍ଣୁଟି ଦେବତା ଯାହାର। ସେ କୂଳେ ପ୍ରଭୁ ପଣ କଲେ ପ୍ରମାଦ ପଡ଼ଇଟି ଭଲେ। ବ୍ରହ୍ମଣ୍ୟ ଦେବ ନର ହରି
ଯେଉଁ ବ୍ରାହ୍ମଣ ସେବା କରି ଲକ୍ଷ୍ମୀ କି ସେ ପୁଣ୍ୟ ଲଭିଲେ ଉତ୍ତମ ଯଶ ହିଁ ପାଇଲେ। ଯେବ ଯେ ବ୍ରାହ୍ମଣ କୁଳକୁ ଈଶ୍ୱର ସନ୍ତୋଷ ତାହାକୁ। ଏଣୁ ସକଳ ପ୍ରାଣୀ ମାନେ ମାନ କରିବ ବିପ୍ରଜନେ ବ୍ରାହ୍ମଣ ଦେବଙ୍କର ମୁଖ ତାଙ୍କ ଭୋଜନେ ଯେଉଁ ସୁଖ ସେ ସୁଖ ହରି ଆସ୍ୱାଦନ୍ତି ଯଜ୍ଞ ସେ ସୁଖ ନ ପାବନ୍ତି। ଏଣୁ ବିପ୍ରଙ୍କୁ ଭୁଞ୍ଜାଇଲେ ସକଳ ଯଜ୍ଞ ଫଳ ମିଳେ। ଚେତନା ରହିତ ନଳେ ଆହୁତି ମନ୍ତ୍ର ଭାବେ ଦେଲେ ହରିତା କଲେ ହେଁ ଭୋଜନ ସୁଖ ନ ଲଭନ୍ତି ତେସନ। ଯେ ଦେବ ଦର୍ପଣ ପରାଏ ସକଳ ଧର୍ମ ଦୃଶ୍ୟ ହୋଏ ଶ୍ରଦ୍ଧା ତପସ୍ୟା ସୁଧାଚାର ମୌନ ସଂଯମ ପ୍ରକାର। ସମ୍ପାଦି ଯେଉଁ ଦ୍ୱିଜମାନେ ଧରନ୍ତି ତାକୁ ହରି ଧ୍ୟାନେ ବେଦାର୍ଥ କରନ୍ତି ବିଚାର ଯେ ଦେବ ହେତୁ ଏ ସଂସାର। ସେ ଦିବ୍ୟ ପାଦ ପଦ୍ମ ଧୂଳି ମୁଁ ନୃତ୍ୟ ଧରିଛି ମଉଳି ଯେ ପ୍ରାଣୀ ନିତ୍ୟ ଏହା ବହେ ପାପ ନ ରହେ ତାର ଦେହେ। ସେ ସର୍ବଗୁଣେ ପୂଜ୍ୟ ହୋଇ ସମ୍ପଦ ହାନି କେବେ ନୋହି। ଗୋବିପ୍ର ବିଷ୍ଣୁଙ୍କ କିଙ୍କରେ ପ୍ରସନ୍ନ ହନ୍ତୁ ମୋହଠାରେ। ମୈତ୍ରେୟ ଉବାଚ ଏମନ୍ତ କହୁଁ ପୃଥୁରାଏ ପିତୃଦେବ ଦ୍ୱିଜ ସମୂହେ ସକଳେ କଲେ ସାଧୁବାଣୀ ସେ ସଭା ମଧ୍ୟରେ ଯେତେ ପ୍ରାଣୀ କହନ୍ତି ପୃଥୁଙ୍କ ଅଗ୍ରତେ ତୁମ୍ଭେ ହେ ଧନ୍ୟ ଧର୍ମ ମତେ। ସୁପୁତ୍ରେ ପୁଣ୍ୟ ଲୋକ ପାଇ ଏ ବାକ୍ୟ ସତ୍ୟ ଶ୍ରୁତି କହି ବ୍ରାହ୍ମଣ ସାପ ଦଣ୍ଡଗ୍ରସ୍ତ ମଲେ ଯେ ବେଣ ତୁମ୍ଭ ତାତ। ସେ ମହାପାପୀ ହୋଇଥିଲେ ତୁମ୍ଭ ସକାଶୁ ନିସ୍ତରିଲେ ହିରଣ୍ୟ କଶ୍ୟପୁ ଯେ ଶନେ ବିଷ୍ଣୁ ନିନ୍ଦନେ ଜାନ୍ତି ତମେ। ତାସୁତ ବିଷ୍ଣୁ ଭକ୍ତି ଭାବେ ପିତାଙ୍କୁ ନିସ୍ତାରିଲା ପୂର୍ବେ ତୁ ଏବେ ଚକ୍ରବର୍ତ୍ତୀ ପଣେ ଏ ମହିପାଳ ଶୁଭ କ୍ଷଣେ। ବହୁ ବତ୍ସର ତୁମ୍ଭ ଆୟୁ ନିରୁଜ ହୋଇ ତନୁ ରହୁ ଗୁଣେ ଅଖଣ୍ଡ ଭୋଗ ଭୁଞ୍ଜ ଭକ୍ତିରେ ହରି ପାଦେ ଭଜ। ବ୍ରାହ୍ମଣ୍ୟ ଦେବ ହରି କଥା ତୁମ୍ଭର କୀର୍ତ୍ତନେ ସର୍ବଥା। ଏଣୁ ଆମ୍ଭର ତୁମ୍ଭେ ନାଥ ତୁମ୍ଭରେ ହୋଇଲୁ କୃତାର୍ଥ। ଆମ୍ଭକୁ ତୁମେ ନିସ୍ତାରିଲ ହରିଙ୍କ ମହିମା କହିଲ। ଯେମାନେ ମହତ ଅଟନ୍ତି ତାଙ୍କ ଚରିତ ଏହି ମତି ପ୍ରଜାଙ୍କୁ ଦିଅନ୍ତି ଧର୍ମ ଶିକ୍ଷା ଯେଣେ ହୁଇ ସର୍ବରକ୍ଷା। ଆମ୍ଭେ ଅଜ୍ଞାନେ ଭ୍ରମୁ ଅତି ଆମ୍ଭଙ୍କୁ ଦେଲ ଦିବ୍ୟ ଗତି। ଏ ଘୋର ତମ ନିସ୍ତାରିଲ ହରି ଭଜନ ଶିକ୍ଷା ଦେଲ। ହେ ଶୁଦ୍ଧ ସତ୍ୟ ପୁଣ୍ୟ ବ୍ରତ ତୁମ୍ଭଙ୍କୁ ଆମ୍ଭ ପ୍ରଣମିତ। ତୁମ୍ଭେ ଯେ ଜଗତ ଈଶ୍ୱର ତୁମ୍ଭ ଚରଣେ ନମସ୍କାର। ପୃଥୁ ପ୍ରଜା ଜନ ଚରିତ କହଇ ବିପ୍ର ଜଗନ୍ନାଥ। ମୈତ୍ରେୟ ବିଦୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ।